କୋରିଆରେ ମେ ମାସରେ ଆମ୍ଭେ ପରିବାରର ମହତ୍ତ୍ୱକୁ ସ୍ମରଣ କରୁ। ଏହି ମାସ ବିଷୟରେ ଚିନ୍ତା କରି ଆସନ୍ତୁ ଆମ୍ଭେ ଯେଉଁମାନେ ବିଦେଶବାସ କରନ୍ତି ଉପଦେଶ ଶୀର୍ଷକର ସହିତ ପରମେଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବା। ପିତା ଓ ମାତାଙ୍କ ଶିକ୍ଷା ମାଧ୍ୟମରେ ଆସନ୍ତୁ ଆମ୍ଭେ ପରମେଶ୍ୱରଙ୍କ ବୁଦ୍ଧିମାନ ସନ୍ତାନ ଭାବରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା। ଏହି ଦୁନିଆର ଅନେକ ଲୋକ ଗୋଟିଏ ଦେଶରୁ ଅନ୍ୟ ଦେଶ ବିଦେଶବାସ କରନ୍ତି। କେଉଁ ସର୍ତ୍ତ ଯୋଗୁଁ ଲୋକମାନେ ବିଦେଶବାସ କରିବାକୁ ନିଷ୍ପତ୍ତି ନିଅନ୍ତି? କିଛି ଲୋକଙ୍କ ପାଇଁ ଏହା ନିଜ ଦେଶରେ ରହିବାର ଖରାପ ଅବସ୍ଥାର କାରଣ ହୋଇପାରେ। କେତେକଙ୍କ ପାଇଁ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟମାନଙ୍କ ପାଇଁ ବିଭିନ୍ନ ଅନାବଶ୍ୟକ ପରିସ୍ଥିତିର କାରଣ ହୋଇପାରେ। କ'ଣ ଏହାର କାରଣ ସେମାନେ ଏକ ଭଲ ଜୀବନ ପାଇଁ ଅନ୍ୟ ଦେଶରେ ବିଦେଶବାସ କରନ୍ତି ନାହିଁ? ତେବେ ଆମ୍ଭମାନଙ୍କ ଜୀବନ ବିଷୟରେ କ'ଣ? ପୃଥିବୀରେ ଆମ୍ଭମାନଙ୍କ ଜୀବନ ଯେତେ କଠିନ ହୁଏ ଆମ୍ଭେ ସେତେ ଅଧିକ ସ୍ୱର୍ଗକୁ ମନେ ପକାଉ। ଏହି କାରଣରୁ ଆପଣମାନଙ୍କ ମଧ୍ୟରୁ କିଛି ନିଜକୁ ଭାବିପାରନ୍ତି, ମୁଁ ଶୀଘ୍ର ସ୍ୱର୍ଗୀୟ ଦେଶକୁ ଯିବାକୁ ଚାହୁଁଛି, ଯେଉଁଠାରେ ମୁଁ ଅନନ୍ତ ସୁଖ ଉପଭୋଗ କରିପାରିବି। କିଛି ଲୋକ ଧନୀ ଲୋକଙ୍କ ପରି ଅଟନ୍ତି, ଯେ ଲୁକରେ ଲାଜାର ସହିତ ଏକ ଦୃଷ୍ଟାନ୍ତରେ ପ୍ରକଟ ହେଲେ। ସେମାନେ ପୃଥିବୀରେ ପ୍ରଚୁର ପରିମାଣରେ ବାସ କରନ୍ତି, ଯାହା ଚାହାନ୍ତି ଉପଭୋଗ କରନ୍ତି ଏବଂ ତାଙ୍କ ଜୀବନ କାଳରେ କୌଣସି ଅଭାବ ନାହିଁ। ଯେଉଁମାନେ ଏହିପରି ନିଜ ଜୀବନରେ ସନ୍ତୁଷ୍ଟ ହୁଅନ୍ତି ସେମାନେ କଦାପି ଅନ୍ୟ ଦୁନିଆକୁ ଯିବାକୁ ଇଚ୍ଛା କରିପାରନ୍ତି ନାହିଁ। ଏହି କାରଣରୁ ପରମେଶ୍ୱର ବେଳେବେଳେ ଆମ୍ଭମାନଙ୍କୁ କଷ୍ଟ ଏବଂ ଦୁର୍ଭାଗ୍ୟ ଦେଇ ଯିବାକୁ ଦିଅନ୍ତି। ଆମ୍ଭମାନଙ୍କ ମନକୁ ସଫା କରିବାକୁ ସେ ବେଳେବେଳେ ଆମ୍ଭମାନଙ୍କୁ ଅନେକ କଠିନ ପରିସ୍ଥିତିରେ ରଖନ୍ତି। କିନ୍ତୁ ଆମ୍ଭେ ବିଶ୍ୱାସ କରିବା ଉଚିତ ଯେ ଏହି ସମସ୍ତ ବିଷୟ ଆମ୍ଭମାନଙ୍କ ମନକୁ ସ୍ୱର୍ଗ ରାଜ୍ୟରେ ଫେରାଇବାକୁ ପରମେଶ୍ୱରଙ୍କ ଯୋଜନାର ଏକ ଅଂଶ। ଆଜିକାଲି ସମଗ୍ର ବିଶ୍ୱରେ ଆମ୍ଭେ ଦେଖିପାରିବା ଯେ ଅନେକ ଲୋକ ବିଦେଶବାସ କରନ୍ତି। ଏହି ବର୍ଷ ଏକାକୀ କେନ୍ଦ୍ରୀୟ ଏବଂ ଦକ୍ଷିଣ ଆମେରିକାର ଅନେକ ଦେଶରୁ ବହୁ ସଂଖ୍ୟାରେ ପ୍ରବାସୀ ଯୁକ୍ତରାଷ୍ଟ୍ର ଆମେରିକା ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। ଏହା ପ୍ରାୟତଃ ସମାଚାର ଉପରେ ରିପୋର୍ଟ କରାଗଲା କି କିଛି ପ୍ରବାସୀମାନେ ଆମେରିକାର ସୀମା ପର୍ଯ୍ୟନ୍ତ 6000 କିଲୋମିଟର ଦୂରତା ଚାଲିବାକୁ ନିଷ୍ପତ୍ତି ନେଲେ। କ'ଣ ସେମାନେ ଏକ ଭଲ ଜୀବନ ଆଶା କରି ନିଜ ଦେଶରୁ ଅନ୍ୟ ଦେଶରେ ବିଦେଶବାସ କରନ୍ତି ନାହିଁ? ଧରି ନିଅନ୍ତୁ ଏପରି ଏକ ଦେଶ ଅଛି ଯେଉଁଠାରେ ଆପଣ ଯାଇ ରହିବାକୁ ଚାହୁଁଛନ୍ତି। ଆପଣ ସ୍ୱାଭାବିକ ଭାବରେ ଯାଞ୍ଚ କରିବେ କି ସେଠାକୁ ଯିବା ପାଇଁ ଯୋଗ୍ୟ କି ନାହିଁ। ମୁଁ ଆପଣଙ୍କୁ ଏକ ଏପରି ଦେଶର ପରାମର୍ଶ ଦେବାକୁ ଚାହୁଁଛି ଯେଉଁଠାରେ ମରକତ ପୁଲକ ମାଣିକ୍ୟ ପଦ୍ମରାଗ ଫିରୋଜ ଏବଂ ସବୁଜ ମଣିରେ ନିର୍ମିତ ପ୍ରାସାଦ ଅଛି। ଏହା ରାତି ହେଉନଥିବା ଦେଶ, ଏହା ଅଭିଶାପ ନଥିବା ଦେଶ, ଏହା ଦୁଃଖ କି ପୀଡ଼ାମୁକ୍ତ ଦେଶ, ଏହା ବିନା ମୃତ୍ୟୁର ଦେଶ। ଏହା ଏକ ଏପରି ଦେଶ ଯାହା ଆପଣା ନାଗରିକମାନଙ୍କୁ ଜବରଦସ୍ତ ଧନ ଦେବାକୁ ପ୍ରତିଜ୍ଞା କରେ। ଏହା ପ୍ରତ୍ୟେକ ଦିନ ଖୁସି ଏବଂ ଆନନ୍ଦରେ ପରିପୂର୍ଣ୍ଣ ଦେଶ। କୁହାଯାଏ ଯେ ସେହି ଦେଶର ରାସ୍ତା ଆଲକାତାରାରେ ନିର୍ମିତ ନୁହେଁ, ବରଂ ସେ ସବୁ ସୁନାରେ ନିର୍ମିତ। ଏବଂ କୁହାଯାଏ ଯେ ସ୍ଫଟିକ ସଦୃଶ ସ୍ୱଚ୍ଛ କାଚର ଏକ ସମୁଦ୍ର ଅଛି। ଏହା ଏକ ଏପରି ଦେଶ ଯେଉଁଠାରେ ଜୀବନଦାୟକ ଜଳର ଏକ ନଦୀ ଅଛି ଏବଂ ନଦୀର ଉଭୟ ପାର୍ଶ୍ୱରେ ଜୀବନ ବୃକ୍ଷ ଅଛି, ଯାହା ପ୍ରତି ମାସରେ 12 ପ୍ରକାରର ଫଳ ଫଳେ। ଯଦିଓ ଆମ୍ଭେ ଏହାକୁ କଳ୍ପନା କରିବାକୁ କିଛି ସମୟ ନେଉ, ଆମ୍ଭେ ନିଜକୁ ପଚାରିବା, କ'ଣ ଦୁନିଆରେ ପ୍ରକୃତରେ ଏପରି ଦେଶ ଅଛି? ଏହି ପ୍ରକାରର ଦେଶ ପୃଥିବୀରେ ଅସ୍ତିତ୍ୱ ନାହିଁ। କ'ଣ ହେବ ଯଦି ଆପଣ ଏହି ଅଦ୍ଭୁତ ଦେଶରେ ବିଦେଶବାସ ହେବାକୁ ଅନୁମତି ପାଇବେ? କ'ଣ ଆପଣ ତୁରନ୍ତ ଯିବାକୁ ଚାହିଁବେ ନାହିଁ? ନିକଟରେ ହୁଣ୍ଡୁରାସ, ଏଲ ସାଲଭେଡୋର ଏବଂ ଗ୍ୱାଟେମାଳା ଖବରରେ ସ୍ଥାନ ପାଇଛନ୍ତି। ଗତ ବର୍ଷଠାରୁ ଚଳିତ ବର୍ଷ ପର୍ଯ୍ୟନ୍ତ କୋଭିଡ-19 ହେତୁ ଲୋକମାନେ ଆର୍ଥିକ ଅସୁବିଧା ଏବଂ ଚାପର ସମ୍ମୁଖୀନ ହେଉଛନ୍ତି। ଏହା ବ୍ୟତୀତ ଝଡ଼ ସେଠାରେ ଅନେକ ଘରକୁ ଜଳମଗ୍ନ କରିଦେଇଛି। ଦୁର୍ଭାଗ୍ୟବଶତଃ ସରକାର ନିକଟରେ ପୀଡ଼ିତଙ୍କୁ ସାହାଯ୍ୟ କରିବାର କୌଣସି କ୍ଷମତା ନାହିଁ। ଏପରି ଅସହାୟ ଅବସ୍ଥାରେ ସେମାନେ ବିଶ୍ୱାସ କରନ୍ତି ଯେ ଯଦି ସେମାନେ କେବଳ ଆମେରିକାରେ ପ୍ରବେଶ କରିପାରିବେ, ତେବେ ସେମାନେ ଏକ ପ୍ରକାର ଲାଭ ପାଇବାକୁ ସକ୍ଷମ ହେବେ। ଏହି କାରଣରୁ ସେମାନେ ନିଜ ପିଲାମାନଙ୍କର ହାତକୁ ଜୋରରେ ଧରି ହଜାର ହଜାର କିଲୋମିଟର ଚାଲନ୍ତି। ସେମାନେ ଆମେରିକା ସୀମା ପର୍ଯ୍ୟନ୍ତ ପଦଯାତ୍ରା କରନ୍ତି। ଏପରି ଲାଗିଲା ଯେ ସେମାନେ ମେକ୍ସିକୋ ଦେଇ ଆମେରିକାରେ ପ୍ରବେଶ କରିବାକୁ ସକ୍ଷମ ହୋଇପାରିବେ।
ଏପରିକି ସେମାନେ ଆପ୍ରବାସନ ଦଲାଲମାନଙ୍କୁ ସେମାନଙ୍କ ପିଲାମାନଙ୍କୁ ସୀମା ବାଡ଼ ଉପରୁ ଫିଙ୍ଗିବାକୁ ମଧ୍ୟ କହିଲେ। ଏହା ଏଥିପାଇଁ କାରଣ ଯେତେବେଳେ ପିଲାମାନେ ସୀମା ସୁରକ୍ଷା କର୍ମୀଙ୍କ ଦ୍ୱାରା ମରୁଭୂମିରେ ଧରାଯାଆନ୍ତି ତେବେ ସେମାନଙ୍କୁ ସୁରକ୍ଷିତ କରାଯାଏ। ସେମାନେ ଆମେରିକାରେ ପ୍ରବେଶ କରିବାକୁ ପ୍ରତ୍ୟେକ ସମ୍ଭବ ଚେଷ୍ଟା କରି ଏହି ଚରମ ପଦକ୍ଷେପ ଗୁଡ଼ିକ କରନ୍ତି। ଏପରିକି ଦୁନିଆର ଲୋକମାନେ ମଧ୍ୟ ଏକ ଭଲ ଏବଂ ସୁଖୀ ଭବିଷ୍ୟତ ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ଆମ୍ଭମାନଙ୍କ ବିଷୟରେ କ'ଣ? ଯେଉଁ ଦେଶ ଉପରେ ଆମ୍ଭେ ଧ୍ୟାନ ଦେବା ଉଚିତ ଏବଂ ଯେଉଁଥିରେ ପ୍ରବେଶ କରିବା ପାଇଁ ସମସ୍ତ ପ୍ରୟାସ କରିବା ଉଚିତ ତାହା ପରମେଶ୍ୱରଙ୍କ ରାଜ୍ୟ। ସେଥିପାଇଁ ଆଜିର ଉପଦେଶର ନାମ ହେଉଛି ଯେଉଁମାନେ ବିଦେଶ ବାସ କରନ୍ତି। ଯଦିଓ ମୁଁ ଆମେରିକା ଯାଇଥିଲି କିନ୍ତୁ ମୁଁ କେବେ ସୁନାରେ ନିର୍ମିତ ରାସ୍ତା ଦେଖିନାହିଁ। କିନ୍ତୁ ଏହି ଦେଶରେ କୋଣରୁ କୋଣ ପର୍ଯ୍ୟନ୍ତ ସମସ୍ତ ରାସ୍ତା ଶୁଦ୍ଧ ସୁନାରେ ନିର୍ମିତ। ଏହା ବ୍ୟତୀତ କୌଣସି ମୃତ୍ୟୁ ନାହିଁ, କୌଣସି ଶୋକ ନାହିଁ। ଏହା ଏକ ଏପରି ଦେଶ ଯେଉଁଠାରେ ସମସ୍ତ ଯନ୍ତ୍ରଣା, ଦୁଃଖ, ପୀଡ଼ା, ଶୋକ ଏବଂ ସମସ୍ତ ପ୍ରକାର କଷ୍ଟ ଲୋପ ପାଇବ ଯାହାକୁ ଆମ୍ଭେ ଏହି ପୃଥିବୀରେ ଅନୁଭବ କରିଥିଲୁ। ଏସବୁ ବ୍ୟତୀତ ଆମ୍ଭେ ଏକ ବିରାଟ ଉତ୍ତରାଧିକାରୀ ପାଇବା, ଯାହା ଏକ ଏପରି ସମ୍ପତ୍ତି ଯାହାର ତୁଳନା ପୃଥିବୀର କୌଣସି ଜିନିଷ ସହିତ କରାଯାଇପାରିବ ନାହିଁ। ତେଣୁ ଆମ୍ଭମାନଙ୍କୁ ବିଶ୍ୱାସ ଅଛି ଯେ ସ୍ୱର୍ଗରେ ବିଦେଶୀ ହେବା ନିଶ୍ଚିତ ଭାବରେ ଏକ ଉତ୍ତମ ପସନ୍ଦ। ଆଜି ବିଲ୍ ଗେଟ୍ସ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ, ଯେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା। ଅନୁମାନ କରାଯାଏ ଯେ ତାଙ୍କର ସମୁଦାୟ ସମ୍ପତ୍ତି ପାଖାପାଖି $133 ବିଲିୟନ। କିନ୍ତୁ ଆପଣଙ୍କୁ ତାଙ୍କ ପ୍ରତି ଈର୍ଷା କରିବାର ଆବଶ୍ୟକତା ନାହିଁ। ଆପଣ ଜାଣନ୍ତି କି ପ୍ରକୃତରେ କିଏ ଧନୀ? ଆମ୍ଭେ ପ୍ରକୃତରେ ଧନୀ ଲୋକ। ଆମ୍ଭେ ଆପଣ ସମସ୍ତ ସମ୍ପତ୍ତି ପରମେଶ୍ୱରଙ୍କ ରାଜ୍ୟରେ ଜମା କରୁଅଛୁ ଯେଉଁଥିରେ ଆମ୍ଭେ ଶୀଘ୍ର ପ୍ରବେଶ କରିବା। କେବଳ ଯେହେତୁ ଆମ୍ଭମାନଙ୍କର ବର୍ତ୍ତମାନ ସମୟରେ ପର୍ଯ୍ୟାପ୍ତ ଜିନିଷ ନାହିଁ ଏହାର ଅର୍ଥ ଏହା ନୁହେଁ ଯେ ଆମ୍ଭେ ଗରିବ କିମ୍ବା ଅଭାବୀ। ଭାଇ ଓ ଭଉଣୀମାନେ, ଆପଣଙ୍କୁ ପରମେଶ୍ୱରଙ୍କ ପ୍ରତିଜ୍ଞା ଉପରେ 100% ବିଶ୍ୱାସ କରିବା ଉଚିତ। ତେବେ ଆପଣଙ୍କ ଜୀବନରେ ପ୍ରକୃତ ସୁଖ ଆସିପାରିବ। କିଛି ଲୋକ ହୁଏତ କହିପାରନ୍ତି ଏଗୁଡ଼ିକ କେବଳ ବାଇବେଲରେ ଲିଖିତ ଶବ୍ଦ, କିନ୍ତୁ ଆମ୍ଭମାନଙ୍କ ବାସ୍ତବତା ବହୁତ ଅଲଗା। ଆମ୍ଭମାନଙ୍କୁ ଆପଣ ବର୍ତ୍ତମାନ ପରିସ୍ଥିତି ଯୋଗୁଁ ପରମେଶ୍ୱରଙ୍କ ପ୍ରତିଜ୍ଞାକୁ ପରିତ୍ୟାଗ କରିବା ଉଚିତ ନୁହେଁ। ଆମ୍ଭମାନଙ୍କ ବର୍ତ୍ତମାନ ପରିସ୍ଥିତି ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ପ୍ରତିଜ୍ଞା ଦ୍ୱାରା ଅଲଗା କରିପାରିବ ନାହିଁ। କୋରିଆରେ ଜାତୀୟ ସ୍ୱାସ୍ଥ୍ୟ ସେବା ପ୍ରଣାଳୀ ସମଗ୍ର ଜନସଂଖ୍ୟାକୁ ନିୟନ୍ତ୍ରଣ କରେ। କରୋନା ଭାଇରସ ମହାମାରୀ ଯୋଗୁଁ ଆମ୍ଭମାନଙ୍କ ସ୍ୱାସ୍ଥ୍ୟ ସେବା ପ୍ରଣାଳୀ ବିଷୟରେ ବିଶ୍ୱ ଜାଣିବାକୁ ପାଇଛି ଏବଂ କୋରିଆବାସୀଙ୍କ ପ୍ରତି ଈର୍ଷା କରିବାକୁ ଲାଗିଲା। ଯଦିଓ ଏହା କିଛି ପ୍ରଶଂସନୀୟ, କିନ୍ତୁ କ'ଣ ଏହା ଯନ୍ତ୍ରଣା ଏବଂ ମୃତ୍ୟୁକୁ ସମାପ୍ତ କରିବାରେ ସକ୍ଷମ? ପରମେଶ୍ୱର ବର୍ତ୍ତମାନ ଆମ୍ଭମାନଙ୍କୁ ଏକ ଏପରି ଦେଶକୁ ଆହ୍ୱାନ କରୁଛନ୍ତି ଯେଉଁଠାରେ ସ୍ୱାସ୍ଥ୍ୟସେବା ପ୍ରଣାଳୀର କୌଣସି ଆବଶ୍ୟକତା ନାହିଁ। ଭାଇ ଓ ଭଉଣୀମାନେ, କ'ଣ ସେଠାକୁ ଯିବା ଯୋଗ୍ୟ ନୁହେଁ? ପରମେଶ୍ୱରଙ୍କ ରାଜ୍ୟ ଏକ ଉତ୍ତମ ସ୍ଥାନ ଯାହାର ତୁଳନା ଦୁନିଆର ଅନ୍ୟ କୌଣସି ସ୍ଥାନ ସହିତ କରାଯାଇପାରିବ ନାହିଁ। ଯଦି ଆପଣ ପ୍ରବାସୀ ହେବାକୁ ଚାହାନ୍ତି ତେବେ ଆପଣ ପରମେଶ୍ୱରଙ୍କ ରାଜ୍ୟରେ ଯିବା ପାଇଁ ପ୍ରସ୍ତୁତ କଲେ କେମିତି ହେବ? ଏହା ସମସ୍ତଙ୍କ ପାଇଁ ସର୍ବୋତ୍ତମ ଏବଂ ସବୁଠାରୁ ସଠିକ ବିକଳ୍ପ। ଏଥିପାଇଁ ପରମେଶ୍ୱର ପୃଥିବୀକୁ ଆସିଲେ। ସେ ଦୁଃଖୀ ଆତ୍ମାମାନଙ୍କୁ ପରିତ୍ରାଣର ପଥରେ ନେତୃତ୍ୱ କରିବା ଏବଂ ସେମାନଙ୍କୁ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରାଇବାକୁ ଆସିଲେ। ଏହି ଦୁନିଆରେ ତାଙ୍କର ସେବା କାର୍ଯ୍ୟର ଶେଷରେ ଜିତ ପର୍ବତରୁ ସ୍ୱର୍ଗକୁ ଯିବା ପୂର୍ବରୁ ସେ ଏକ ଅନୁରୋଧ କଲେ। ଆସନ୍ତୁ ଆମ୍ଭେ ମାଥିଓ ଅଧ୍ୟାୟ 28 ପଦ 18 ଉପରେ ଏକ ନଜର ପକାଇବା। ପୁଣି ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି। ଅତଏବ ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେହି ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି। ମାଥିଓ ଅଧ୍ୟାୟ 28 କହେ, ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେହି ସବୁ ପାଳନ କରିବାକୁ ଶିକ୍ଷା ଦିଅ। ଆମ୍ଭେ କ'ଣ ଶିକ୍ଷା ଦେବା ଉଚିତ? ଆମ୍ଭେ ସେମାନଙ୍କୁ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରାଇବା ପାଇଁ ଆବଶ୍ୟକ ସମସ୍ତ ସର୍ତ୍ତଗୁଡ଼ିକୁ ଶିକ୍ଷା ଦେବା ଉଚିତ। କୌଣସି ବ୍ୟକ୍ତିଙ୍କୁ ବିଦେଶରେ ବସବାସ କରିବାକୁ ଅନୁମୋଦନ ପାଇବା ପାଇଁ କିଛି ମୌଳିକ ଆବଶ୍ୟକତା ଅଛି। ଯେଉଁମାନେ ଆବଶ୍ୟକତାକୁ ପୂରଣ କରନ୍ତି ନାହିଁ ସେମାନେ ସେହି ଦେଶରେ ପ୍ରବେଶ କରିପାରିବେ ନାହିଁ ଏବଂ ସେମାନଙ୍କୁ ନିର୍ବାସିତ କରାଯିବ। ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟରେ ସବୁଠାରୁ ଯୋଗ୍ୟ ବିଦେଶବାସୀ କରିବାକୁ କ'ଣ ପରମେଶ୍ୱର ପୃଥିବୀକୁ ଆସି ଆମ୍ଭମାନଙ୍କୁ ସୁସମାଚାର ପ୍ରଚାର କଲେ ନାହିଁ? ସୁସମାଚାରକୁ ଗୁଡ୍ ନ୍ୟୁଜ୍ ଅର୍ଥାତ୍ ଶୁଭବାର୍ତ୍ତା ମଧ୍ୟ କୁହାଯାଏ। ଏହାକୁ ଶୁଭବାର୍ତ୍ତା କାହିଁକି କୁହାଯାଏ?
ଏହା ଏଥିପାଇଁ କାରଣ ଏହା ଆମ୍ଭମାନଙ୍କୁ ଚମତ୍କାର ଦେଶରେ ଅର୍ଥାତ୍ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରାଇବାକୁ ସମସ୍ତ ଆବଶ୍ୟକତାକୁ ଶିଖାଏ। 주고 행하게 만들고 ଏହା ଆମ୍ଭମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁମତି ଦିଏ, ଯାହାଫଳରେ ଆମେ ପରମେଶ୍ୱରଙ୍କ ସନ୍ତାନ ହୋଇପାରିବା। 모든 ତେଣୁ ଏହା ଦୁନିଆର ସମସ୍ତ ଲୋକଙ୍କ ପାଇଁ ସର୍ବୋତ୍ତମ ଏବଂ ବହୁ ପ୍ରତୀକ୍ଷିତ ବାର୍ତ୍ତା। 백성들이 기다려온 소식 중에 최고의 소식이죠. ସମସ୍ତ ମାନବ ଜାତି ପାଇଁ ଏହା ହେଉଛି ସବୁଠାରୁ ବଡ଼ ବାର୍ତ୍ତା, ବାସ୍ତବରେ ଶୁଭ ବାର୍ତ୍ତା। କ'ଣ ଏହା ପରମେଶ୍ୱରଙ୍କ ଇଚ୍ଛା ନୁହେଁ ଯେ ଆମ୍ଭେ ଏହି ଶୁଭ ବାର୍ତ୍ତାକୁ କେବଳ ନିଜଠାରେ ହିଁ ନ ରଖି କିନ୍ତୁ ଏହାକୁ ଅନେକ ଲୋକଙ୍କ ନିକଟକୁ ପହଞ୍ଚାଇବା? ଅବଶ୍ୟ ସେହି ଲୋକମାନଙ୍କୁ ଛାଡ଼ି ଯେଉଁମାନେ ଶୁଣିକି ମଧ୍ୟ କୌଣସି କାର୍ଯ୍ୟ କରନ୍ତି ନାହିଁ, କ'ଣ ଆମ୍ଭେ ସେହି ଲୋକଙ୍କୁ ସାହାଯ୍ୟ କରିବା ଉଚିତ ନୁହେଁ ଯେଉଁମାନେ ସୁସମାଚାର ପାଳନ କରିବାକୁ ଏବଂ ପରମେଶ୍ୱରଙ୍କ ରାଜ୍ୟରେ ବିଦେଶବାସୀ ହେବାକୁ ଚେଷ୍ଟା କରୁଛନ୍ତି? ଏପରି କରିବା ଦ୍ୱାରା ମୋର ଆଶା ଅଛି ଯେ ଆମ୍ଭେ ପରମେଶ୍ୱରଙ୍କ ସନ୍ତାନମାନଙ୍କ ଭାବରେ, ଯେଉଁମାନଙ୍କୁ ପିତା ଓ ମାତା ଦ୍ୱାରା ନୂତନ ନିୟମର ସେବକ ଭାବରେ ଯୋଗ୍ୟ ଗଣିତ ହୋଇଛନ୍ତି, 받을 수 있는 ପରମେଶ୍ୱରଙ୍କ ରାଜ୍ୟ ଅଧିକାରରେ ପାଇବେ। 부탁을 드리겠습니다. 하나님 나라에 들어가는 ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବାର ପ୍ରଥମ ଆବଶ୍ୟକତା ପରମେଶ୍ୱରଙ୍କୁ ଜାଣିବା। ଦ୍ୱିତୀୟ ଥେସଲୋନିକୀୟ ଅଧ୍ୟାୟ 1:7 ଅନୁଯାୟୀ ଯେତେବେଳେ ପରମେଶ୍ୱର ବିଚାର ଦିନ ପୃଥିବୀକୁ ଆସନ୍ତି, 오셔서 ତେବେ ସେ ସେହି ସମସ୍ତ ଲୋକଙ୍କୁ ଦଣ୍ଡ ଦେବେ ଯେଉଁମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ। ଯେଉଁମାନେ ପରମେଶ୍ୱରଙ୍କୁ ଜାଣିଛନ୍ତି ବୋଲି ଦାବି କରନ୍ତି, ସେମାନଙ୍କୁ ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱରଙ୍କ ଠାରେ ମଧ୍ୟ ବିଶ୍ୱାସ କରିବା ଉଚିତ। ଏହା ପ୍ରଥମ ଆବଶ୍ୟକତା। ହୋସେଆ ଅଧ୍ୟାୟ 6:3ରେ ଲେଖାଯାଇଅଛି, ପୁଣି ଆମ୍ଭେମାନେ ଜ୍ଞାତ ହେଉ, ସଦାପ୍ରଭୁଙ୍କୁ ଜ୍ଞାତ ହେବା ପାଇଁ ତାହାଙ୍କ ପଶ୍ଚାତ ଗମନ କରୁ। 즉 ତାହାଙ୍କର ଉଦୟ ଅରୁଣୋଦୟର ତୁଲ୍ୟ ନିଶ୍ଚିତ, ଆଉ ସେ ଆମ୍ଭମାନଙ୍କ ନିକଟକୁ ବୃଷ୍ଟି ତୁଲ୍ୟ, 일정 ଭୂମି ସେଚନ କରି ଶେଷ ବୃଷ୍ଟି ତୁଲ୍ୟ ଆସିବେ। 늦은 비와 같이 우리에게 임하시리라 하리라. ପଦ 6, 갑니다. 나는 କାରଣ ବଳିଦାନ ନୁହେଁ, ମାତ୍ର ଦୟା ଓ ହୋମ ଅପେକ୍ଷା ପରମେଶ୍ୱର ବିଷୟକ ଜ୍ଞାନ ବାସନା କରୁ। 하나님 아는 것을 원하노라라고 하셨습니다. 다시 ଅନ୍ୟ ଶବ୍ଦରେ ପରମେଶ୍ୱରଙ୍କ ରାଜ୍ୟରେ ବିଦେଶବାସୀ ହେବା ପାଇଁ ଚରମ ଆବଶ୍ୟକତା ହେଉଛି ପରମେଶ୍ୱରଙ୍କ ବିଷୟରେ ଜ୍ଞାନ ପ୍ରାପ୍ତ କରିବା। 말해야 된다고 했습니다. ତେଣୁ ଆମ୍ଭେ ଏହି ଆବଶ୍ୟକତା ପୂରଣ କରିବା ଉଚିତ। ପିତା ପରମେଶ୍ୱରଙ୍କ ସହିତ ଆଉ କାହାକୁ ଜାଣିବା ଉଚିତ? ଆମ୍ଭେ ମାତା ପରମେଶ୍ୱରଙ୍କ ଅସ୍ତିତ୍ୱକୁ ଜାଣିବା ଉଚିତ ଏବଂ ତାଙ୍କ ଉପରେ ବିଶ୍ୱାସ କରିବା ଉଚିତ। 그리고 ଏବଂ ଆମ୍ଭମାନଙ୍କୁ ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱର ଦ୍ୱାରା ସ୍ଥାପିତ 언약 ନୂତନ ନିୟମର ସତ୍ୟକୁ ଅଭ୍ୟାସରେ ଆଣିବା ପାଇଁ ମଧ୍ୟ କୁହାଯାଇଛି। 예레미야 ଆସନ୍ତୁ ଆମ୍ଭେ ଜେରେମିୟା ଅଧ୍ୟାୟ 31:31 ଦେଖିବା। ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଇସ୍ରାଏଲ ବଂଶ ଓ ଜିହୁଦା ବଂଶ ସହିତ ଏକ ନୂତନ ନିୟମ ସ୍ଥାପନ କରିବା, 집에 ଏପରି ସମୟ ଆସୁଅଛି। 세우리라. ମିଶର ଦେଶରୁ ସେମାନଙ୍କର ପିତୃପୁରୁଷ ଗଣକୁ ବାହାର କରି ଆଣିବା ନିମନ୍ତେ ଆମ୍ଭେ ସେମାନଙ୍କର ହସ୍ତ ଧରିବା ଦିନ 애굽 땅에서 ସେମାନଙ୍କ ସହିତ ଆମ୍ଭର କୃତ ନିୟମାନୁସାରେ ନୁହେଁ। 같이 아니할 것은 ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କ ସ୍ୱାମୀ ହେଲେ ହେଁ ସେମାନେ ଆମ୍ଭର ସେହି ନିୟମ ଲଙ୍ଘନ କଲେ। 파였음이니라. ମାତ୍ର ସଦାପ୍ରଭୁ କହନ୍ତି, ସେହି ସକଳ ଦିନ ଉତ୍ତାରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଏହି ନିୟମ ସ୍ଥିର କରିବା। 언약은 이러하니 ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା ଓ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା। 나는 ଆଉ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା 한다고요. ଓ ସେମାନେ ଆମ୍ଭର କ'ଣ ହେବେ? 그들은 비로소 ଲୋକ ହେବେ। 뭡니까? 내 백성이 될 것이라고 했습니다. ଅବଶ୍ୟ ପରମେଶ୍ୱରଙ୍କ ଲୋକ ଭାବରେ ସେମାନେ ସ୍ୱୟଂ 나라에 ତାଙ୍କ ରାଜ୍ୟରେ ପ୍ରବେଶ କରିପାରିବେ। 이루어져야 되겠죠. 뭘로 말미암아 ପରମେଶ୍ୱର ଏହି ପ୍ରତିଜ୍ଞା କାହା ଦ୍ୱାରା କଲେ? ନୂତନ ନିୟମ ଦ୍ୱାରା। ପୁଣି ଯେଉଁ ସ୍ଥାନରେ ତୁମ୍ଭେମାନେ ଆମ୍ଭର ଲୋକ ନୁହଁ ବୋଲି ସେମାନଙ୍କୁ କୁହାଯାଇଥିଲା, 백성이라 칭하 ସେହି ସ୍ଥାନରେ ସେମାନେ ଜୀବନ୍ତ ଈଶ୍ୱରଙ୍କ ପୁତ୍ରଗଣ ବୋଲି ଖ୍ୟାତ ହେବେ। 받지 못한 ଆଉ ଯେ ଅପ୍ରିୟ ଥିଲା ତାହାକୁ ପ୍ରିୟ ବୋଲି କହିବା। 위치에 두게 할 것이다. ଏହାର ଅର୍ଥ ଯେ ସେମାନେ ତାହାଙ୍କ ରାଜ୍ୟରେ ବିଦେଶବାସୀ ହୋଇପାରିବେ। କ'ଣ ଏହାର ଅର୍ଥ ଏହା ନୁହେଁ କି ପରମେଶ୍ୱର ସେମାନଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି? 하절의 말씀. ଆସନ୍ତୁ ଆମେ ପଦ 34 ସହିତ ଜାରି ରଖିବା। ପୁଣି ତୁମ୍ଭେମାନେ ପରମେଶ୍ୱରଙ୍କୁ ଜ୍ଞାତ ହୁଅ ବୋଲି କହି ସେମାନେ ପ୍ରତ୍ୟେକ ଆପଣା ଆପଣା ପ୍ରତିବାସୀ କି ଓ ପ୍ରତ୍ୟେକେ ଆପଣା ଆପଣା ଭ୍ରାତାକୁ ଆଉ ଶିକ୍ଷା ଦେବେ ନାହିଁ, କାରଣ ସଦାପ୍ରଭୁ କହନ୍ତି, ସେମାନଙ୍କର କ୍ଷୁଦ୍ରତମ ଠାରୁ ମହତ୍ତମ ପର୍ଯ୍ୟନ୍ତ ସମସ୍ତେ ଆମ୍ଭକୁ ଜ୍ଞାତ ହେବେ। ଯେହେତୁ ଆମ୍ଭେ ସେମାନଙ୍କର ଅପରାଧ କ୍ଷମା କରିବା ଓ ସେମାନଙ୍କର ପାପ ଆମ୍ଭେ ଆଉ ସ୍ମରଣ କରିବା ନାହିଁ। 이 내용을 보니까 ଏସବୁକୁ ଧ୍ୟାନରେ ରଖି ପରମେଶ୍ୱର ଏବଂ ଆମ୍ଭମାନଙ୍କ ମଧ୍ୟରେ କ'ଣ ନିୟମ ସ୍ଥାପିତ ହେବା ଉଚିତ, 우리 사이에 ଯାହାଫଳରେ ଆମ୍ଭେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବା? ପରମେଶ୍ୱର ନୂତନ ନିୟମର ସ୍ଥାପନ କରି ଘୋଷଣା କଲେ, ଆମ୍ଭେ ତୁମର ପରମେଶ୍ୱର ହେବା 너희는 ଓ ତୁମ୍ଭେ ଆମ୍ଭର ଲୋକ ହେବ। 이렇게 될 때에 좀 전에 말해 ଯେତେବେଳେ ଏହା ସମ୍ପୂର୍ଣ୍ଣ ହେବ, ତେବେ ପରମେଶ୍ୱର ପୂର୍ବ କଥିତ ଦୁନିଆରେ ପ୍ରବେଶ ଦ୍ୱାର ଖୋଲିଦେବେ, 기쁨이 넘치는 ଯେଉଁଠାରେ ରାତି ନାହିଁ, ଅଭିଶାପ ନାହିଁ, 되게 해주신다. ଯନ୍ତ୍ରଣା କିମ୍ବା ଶୋକ ନାହିଁ, 통이 없는
세계, ଏପରି ଏକ ଦୁନିଆ ଯେଉଁଠାରେ ମୃତ୍ୟୁ ମଧ୍ୟ ନାହିଁ। 사망을 없애주는 세계, ଏହା ଏକ ଆନନ୍ଦ ଏବଂ ପ୍ରେମରେ ପରିପୂର୍ଣ୍ଣ ସ୍ଥାନ ଯେଉଁଠାରେ ଆମ୍ଭେ ରାଜା ହେବା। 언제든지 가질 수 있는 세계, ରାଜା ଭାବରେ ଆମ୍ଭେ ଯାହା ଚାହିଁବା ତାହା କରିପାରିବା 수 있는 세계. ଏବଂ ଆମ୍ଭେ ଯାହା ଚାହିଁବା ତାହା ହୋଇପାରିବା। 비로소 입성할 수 있도록끔 ଏହି ସୁଯୋଗ ଅନ୍ୟମାନଙ୍କୁ ଦିଆଯିବ ନାହିଁ। 그 외의 사람들은 다 그 길이 차단됩니다. ଆସନ୍ତୁ ଆମ୍ଭେ ମାଥିଉ ଅଧ୍ୟାୟ 7 ପଦ 21କୁ ଦେଖିବା। ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି ଏପରି ପ୍ରତ୍ୟେକ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ, 다만 ମାତ୍ର ଯେ ମୋର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ ସେ ପ୍ରବେଶ କରିବ। ସେଦିନ ଅନେକ ମୋତେ କହିବେ, ହେ ପ୍ରଭୁ 주여 주여 ଆମ୍ଭେମାନେ କି ତୁମ୍ଭ ନାମରେ ଭବାଣୀ କହିଲୁ ନାହିଁ, ପୁଣି ତୁମ୍ଭ ନାମରେ କି ଭୂତମାନଙ୍କୁ ଛଡ଼ାଇଲୁ ନାହିଁ, 주의 이름으로 ଆଉ ତୁମ୍ଭ ନାମରେ କି ଅନେକ ଶକ୍ତିର କାର୍ଯ୍ୟ କଲୁ ନାହିଁ। ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟ ରୂପେ କହିବି, ମୁଁ ତୁମ୍ଭମାନଙ୍କୁ କେବେ ହେଁ ଜାଣିନାହିଁ। ହେ ଅଧର୍ମଚାରୀମାନେ ମୋ ପାଖରୁ ଦୂର ହୁଅ। 나가라 하리라. ହେ ଅଧର୍ମଚାରୀମାନେ ମୋ ପାଖରୁ ଦୂର ହୁଅ। 불법을 행하는 କ'ଣ ଏହା ସୂଚିତ କରେ ନାହିଁ ଯେ ପରମେଶ୍ୱର ଶେଷରେ ସ୍ୱର୍ଗ ରାଜ୍ୟରେ ସେମାନଙ୍କର ବିଦେଶବାସ ହେବାକୁ ପ୍ରତୀକ୍ଷାନ କରିବେ? ତୁମ୍ଭେମାନେ ଏହି ରାଜ୍ୟରେ ପ୍ରବେଶ କରିବାକୁ ଅଯୋଗ୍ୟ, ତୁମ୍ଭେ ସମସ୍ତେ ମୋ ଠାରୁ ଦୂରେଇ ଯାଅ। 그리고 새 ଯେଉଁମାନଙ୍କର ହୃଦୟରେ ନୂତନ ନିୟମ ଅଛି 가지고 ଏବଂ ଏହାକୁ ପାଳନ କରନ୍ତି, ପରମେଶ୍ୱର ସେମାନଙ୍କୁ କହିଲେ, ଆମ୍ଭେ ତୁମର ପରମେଶ୍ୱର ହେବା ଓ ତୁମ୍ଭେ ଆମ୍ଭର ଲୋକ ହେବ। 있어서 백성만 ବର୍ତ୍ତମାନ ଠାରୁ ସବୁଦିନ ପାଇଁ 세세토록 ପୂର୍ଣ୍ଣ ସୁଖ, ଅନନ୍ତ ଜୀବନ 복락을 ଏବଂ ଆଶୀର୍ବାଦର ଉପଭୋଗ କର। 너희가 원한 것 무엇이든지 다 가지라. ଆପଣ ଯାହା ଚାହାନ୍ତି ନିଅନ୍ତୁ। 이 ଏହା ସ୍ୱର୍ଗ ରାଜ୍ୟ, ଯାହା ଆପଣଙ୍କୁ ଉତ୍ତରାଧିକାରୀରେ ପ୍ରାପ୍ତ ହୋଇଛି। 우리가 지금 ବର୍ତ୍ତମାନ ଆମ୍ଭେ ସେହି ଦୁନିଆ ଆଡ଼କୁ ଦୌଡ଼ୁଛୁ। 하고 있습니다. ପିତା ଓ ମାତା ସ୍ୱର୍ଗ ଦେଶରେ ଆମ୍ଭମାନଙ୍କ ବିଦେଶବାସ ହେବା ପାଇଁ ସବୁକିଛି ପ୍ରସ୍ତୁତ କରିଛନ୍ତି। 이미 놓을 수 있도록 모든 걸 ସେମାନେ ଆମ୍ଭମାନଙ୍କ ପାଇଁ ଅନେକ ସ୍ଥାନ ପ୍ରସ୍ତୁତ କରିଛନ୍ତି। 만들어 놓으시고 ଯେଉଁଦିନ ଆମ୍ଭେ ପିତା ଓ ମାତାଙ୍କ ସହିତ ସେମାନଙ୍କ ମେଜରେ ଭୋଜନ କରିବା, 또 나누면서 ସେମାନେ ଆମ୍ଭମାନଙ୍କୁ ସେହି ଅସୁବିଧା ଗୁଡ଼ିକୁ ସ୍ମରଣ କରିବା ପାଇଁ ସମୟ ଦେବେ, ଯାହା ଆମ୍ଭେ ପୃଥିବୀରେ ଅନୁଭବ କରିଛୁ। 돌이켜 보시고 ସେମାନେ ପଚାରିବେ, ମୋର ପ୍ରଥମ ଜାତ ପୁତ୍ର ପୃଥିବୀରେ ତୁମ୍ଭର ଜୀବନ କେମିତି ଥିଲା? 그 말씀대로 ସେ କହିବ, ସୁସମାଚାର ମିଶନ କରିବା ପାଇଁ ଯାହା ଆପଣ ମୋତେ ଦେଇଥିଲେ, ମୁଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗଲି। ଅନେକ ଲୋକ ଶୁଣିଲେ ନାହିଁ, କିନ୍ତୁ ଆମ୍ଭେ ତଥାପି ଆପଣ ସ୍ୱର୍ଗୀୟ ପରିବାରର ଅନେକ ସଦସ୍ୟଙ୍କୁ ଖୋଜିବାରେ ସକ୍ଷମ ଥିଲୁ। ଯେତେବେଳେ ମଧ୍ୟ ଆମ୍ଭେ ଅନ୍ଧକାରରେ ଥିଲୁ, ଆପଣ ଆମ୍ଭମାନଙ୍କ ପଥ ଆଲୋକିତ କଲେ। ଯେତେବେଳେ ଆମ୍ଭେ ଜାଣିନଥିଲୁ ଯେ ଆମ୍ଭେ କେଉଁଠାକୁ ଯାଉଛୁ, ଆପଣ ଆମ୍ଭମାନଙ୍କୁ ମାର୍ଗଦର୍ଶନ କଲେ। 남들이 ପିତା ଏବଂ ମାତାଙ୍କ ସାହାଯ୍ୟ ପାଇଁ ଧନ୍ୟବାଦ। ସବୁକିଛି ସୁରୁଖୁରୁରେ ଚାଲିଗଲା। 10년은 ଅନ୍ୟମାନେ ହୁଏତ ଆମ୍ଭମାନଙ୍କ ଜୀବନକୁ କଷ୍ଟକର ବୋଲି ଭାବିଥିବେ, କିନ୍ତୁ ଆମ୍ଭେ ସେପରି ଅନୁଭବ କଲୁ ଯେପରି ଆମ୍ଭେ ପ୍ରତିଦିନ ଆତ୍ମିକ ରୂପରେ ସ୍ୱର୍ଗରେ ଅଛୁ। ଆମ୍ଭମାନଙ୍କୁ ସୁରକ୍ଷିତ ରଖିବା ଏବଂ ଆମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କୁ ଧନ୍ୟବାଦ ଦେଉଅଛୁ। ପଛକୁ ଚାହିଁ ଦେଖିଲୁ, ତେବେ ବାସ୍ତବରେ ଆମ୍ଭମାନଙ୍କ ନିକଟରେ ଆଦୌ କଷ୍ଟ ସମୟ ନଥିଲା। ତାପରେ ପିତା ଏବଂ ମାତା ପଚାରିବେ, ମୋର ସାନ ପୁଅ, ତୁମ୍ଭର ଜୀବନ କେମିତି ଥିଲା? ସେ ଉତ୍ତର ଦେବ, ମୋ ଜୀବନ ସମାନ ଥିଲା। ଏହାପରେ ପିତା ଏବଂ ମାତା ଘୋଷଣା କରିବେ, ସ୍ୱର୍ଗୀୟ ସ୍ୱର୍ଗଦୂତମାନେ ଆମ୍ଭମାନଙ୍କ ରାଜକୁମାର ଏବଂ ରାଜକୁମାରୀମାନଙ୍କ ପାଇଁ ସଙ୍ଗୀତ ବଜାଅ। ମୋ ସନ୍ତାନମାନଙ୍କୁ ସୁନ୍ଦର ସ୍ୱର୍ଗୀୟ ସଙ୍ଗୀତର ଉପଭୋଗ କରିବା ସମୟରେ ସାନ୍ତ୍ୱନା ଏବଂ ଆରାମ ପାଇବାକୁ ଦିଅ। ଭାଇ ଓ ଭଉଣୀମାନେ, କ'ଣ ଆପଣଙ୍କୁ ଅନୁଭବ ହୁଏ ନାହିଁ କି ସେଦିନ ବାସ୍ତବରେ କେତେ ନିକଟତର? ଅନେକ ଲୋକ କୁହନ୍ତି, ଅମୁକ ଅମୁକ ଲୋକମାନେ କିଛି ଷ୍ଟକ୍ ମାର୍କେଟରେ ବିନିଯୋଗ କରି ଏତେ ଅଧିକ ଲାଭ କରିଛନ୍ତି, କିମ୍ବା କେହି କେହି ସେମାନଙ୍କ ଭବିଷ୍ୟତ ପାଇଁ ବୀମାଭୁକ୍ତ କରିଛନ୍ତି। କିନ୍ତୁ ଆମ୍ଭେ ସତର୍କ ହେବା ଉଚିତ ଯେ ଏହିପରି ଜିନିଷ ଦ୍ୱାରା ଆମ୍ଭକୁ ଭ୍ରାନ୍ତ କରାଯିବା ଉଚିତ ନୁହେଁ, କାରଣ ଶୈତାନ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟ ବିଷୟରେ ବାର୍ତ୍ତା ଶୁଣିବାର ଅଟକାଇବା ପାଇଁ ଚେଷ୍ଟା କରିବା ଜାରି ରଖିଛି। ତେଣୁ ସ୍ୱର୍ଗ ସମ୍ବନ୍ଧୀୟ ବିଷୟଗୁଡ଼ିକ ଉପରେ ଆମ୍ଭେ ଅଧିକ ଧ୍ୟାନ ଦେବା ଉଚିତ। ଯଦି ଆପଣ ବିଦେଶବାସୀ ହେବାକୁ ଚାହୁଁଛନ୍ତି, ତେବେ ମୁଁ ଆପଣଙ୍କୁ ପରମେଶ୍ୱରଙ୍କ ରାଜ୍ୟରେ ବିଦେଶବାସୀ ହେବାକୁ ପରାମର୍ଶ ଦେଉଛି। ସ୍ୱର୍ଗୀୟ ଦେଶରେ ପ୍ରବେଶ କରିବା ପାଇଁ ଆବଶ୍ୟକତା ଅଛି। ଆମ୍ଭମାନଙ୍କୁ ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱର ଉପରେ ବିଶ୍ୱାସ ରହିବା ଜରୁରୀ। ଆମ୍ଭମାନଙ୍କୁ ନୂତନ ନିୟମର ସତ୍ୟ ପାଳନ କରିବାକୁ ହେବ ଏବଂ ଆମ୍ଭେ ଭାଇ ଓ ଭଉଣୀମାନଙ୍କ ମଧ୍ୟରେ ପ୍ରେମ ବାଣ୍ଟିବା ଉଚିତ। ଆମ୍ଭମାନଙ୍କ ପାଖରେ ମଧ୍ୟ ଜ୍ଞାନ ରହିବା ଉଚିତ ଯେ ଆମ୍ଭେ କଷ୍ଟକର ପରିସ୍ଥିତିରେ ମଧ୍ୟ ସର୍ବଦା ପରମେଶ୍ୱରଙ୍କୁ ଧନ୍ୟବାଦ ଦେଇପାରିବା ଏବଂ କୌଣସି ଅଭିଯୋଗ ବିନା ଆନନ୍ଦ ଖୋଜିପାରିବା। ମୋର ବିଶ୍ୱାସ ଅଛି ଯେ ଥରେ ଯେତେବେଳେ ଆମ୍ଭେ ସ୍ୱର୍ଗକୁ ଫେରିବା, ତେବେ ଆମ୍ଭେ ସ୍ୱର୍ଗର ଭାଷା କହିବାରେ ସକ୍ଷମ ହେବା ଯେ ଏହିପରି ପରମେଶ୍ୱରଙ୍କ ଘୋଷଣା କରି ପ୍ରଶଂସା କରେ, ଧନ୍ୟବାଦ ପିତାମାତା, ସମସ୍ତ ଗୌରବ ଆପଣଙ୍କୁ ହିଁ ପ୍ରାପ୍ତ ହେଉ। ପୁଣି ନୂତନ ନିୟମ କେଉଁଠୁ ଆସେ? 어디에서 나오는 것? ଆସନ୍ତୁ ଆମ୍ଭେ ଜିସାୟଙ୍କ ପୁସ୍ତକ ଅଧ୍ୟାୟ 51 ପଦ 4 ଦେଖିବା। ହେ ଆମ୍ଭର ଲୋକମାନେ, ଆମ୍ଭ ବାକ୍ୟରେ ମନୋଯୋଗ କର। ହେ ଆମ୍ଭର ଦେଶୀୟ ଲୋକେ, 이는 ଆମ୍ଭ କଥାରେ କର୍ଣ୍ଣପାତ କର, କାରଣ କାହାଠାରୁ? ଆମ୍ଭଠାରୁ ଏକ ବ୍ୟବସ୍ଥା ନିର୍ଗତ ହେବ। କିଏ ଆମ୍ଭମାନଙ୍କୁ ନୂତନ ନିୟମ ବ୍ୟବସ୍ଥା ଶିଖାଇଲେ? 바로 누구시죠? ପରମେଶ୍ୱର। 하나님이십니다.
ଯଦିଓ ଦୁନିଆରେ ଅନେକ ଧାର୍ମିକ ବିଦ୍ୱାନ ଅଛନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ କେହି ମଧ୍ୟ ପରମେଶ୍ୱରଙ୍କ ନୂତନ ନିୟମର ବ୍ୟବସ୍ଥା ଘୋଷଣା କରିପାରିବେ ନାହିଁ ଯାହା ଆମମାନଙ୍କୁ ଜୀବନର ସତ୍ୟ ଶିକ୍ଷା ଦିଏ। ଏହା ଏଥିପାଇଁ କାରଣ ବ୍ୟବସ୍ଥା ପରମେଶ୍ୱରଙ୍କ ଦ୍ୱାରା ଦିଆଯିବ। ଯେଉଁମାନେ ପରମେଶ୍ୱରଙ୍କ ସ୍ୱର ଶୁଣନ୍ତି ଏବଂ ତାଙ୍କ ବାକ୍ୟ ଅନୁଯାୟୀ କାର୍ଯ୍ୟ କରନ୍ତି ସେମାନେ ପରମେଶ୍ୱରଙ୍କ ଘୋଷଣା ଶୁଣିବେ, ତୁମ୍ଭେ ଆମର ଲୋକ। ଏପରି କାହିଁକି ଯେ ପରମେଶ୍ୱର ସେମାନଙ୍କୁ ଆପଣା ଲୋକ ଭାବରେ ଗ୍ରହଣ କରନ୍ତି। ଆସନ୍ତୁ ଆମେ ମାଥିଓଙ୍କ ପୁସ୍ତକକୁ ଯିବା। ମାଥିଓ ଅଧ୍ୟାୟ 26 ପଦ 17। ପରେ ଖମିର ଶୂନ୍ୟ ରୁଟି ପର୍ବର ପ୍ରଥମ ଦିନରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି? ଯୀଶୁ କହିଲେ, ନଗରରେ ଯାଇ ଅମୁକ ଲୋକଙ୍କ ନିକଟକୁ ଯାଇ କୁହ, ଗୁରୁ କହୁଅଛନ୍ତି ମୋହର କାଳ ସନ୍ନିକଟ। ମୁଁ ମୋର ଶିଷ୍ୟମାନଙ୍କ ସହିତ ତୁମ୍ଭ ଗୃହରେ ନିସ୍ତାର ପର୍ବ ପାଳନ କରିବି। ସେଥିରେ ଶିଷ୍ୟମାନେ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କରି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ। ଆସନ୍ତୁ ଆମ୍ଭେ ପଦ 26କୁ ଯିବା। ଆଉ ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୁଟି ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, 받아 먹으라. ନିଅ ଭୋଜନ କର। ଏହା କ'ଣ? ଏହା ମୋର ଶରୀର। 몸이라고 그리스도의 몸, 즉 하나님의 ଖ୍ରୀଷ୍ଟ ଆମ୍ଭମାନଙ୍କୁ ଶିକ୍ଷା ଦେଲେ ଯେ ତାହାଙ୍କ ଶରୀର ହେଉଛି ସ୍ୱୟଂ ପରମେଶ୍ୱରଙ୍କ ପବିତ୍ର ମାଂସ। 실제의 말씀 보시면 ଆସନ୍ତୁ ଆମେ ପଦ 27 ଦେଖିବା। 하시고 ପୁଣି ସେ ଦ୍ରାକ୍ଷାରସର ପାନପାତ୍ର ଘେନି ଧନ୍ୟବାଦ ଦେଲେ ଓ ସେମାନଙ୍କୁ ଦେଇ କହିଲେ, ଏଥିରୁ ସମସ୍ତେ ପାନ କର। 다 이것을 마시라. କାରଣ ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ପାପକ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ ମୋହର ସେହି ରକ୍ତ। 하게 피니라고 하시면서 ପରମେଶ୍ୱର ସମସ୍ତ ମାନବ ଜାତିଙ୍କୁ ନିସ୍ତାର ପର୍ବର ରୁଟି ଖାଇବାକୁ ଏବଂ ନିସ୍ତାର ପର୍ବର ଦ୍ରାକ୍ଷାରସ ପିଇବାକୁ ଅନୁମତି ଦେଲେ। ଯେହେତୁ ପରମେଶ୍ୱରଙ୍କ ଅମର ମାଂସ ଆମ୍ଭମାନଙ୍କ ଶରୀରକୁ ଆସେ ଏବଂ ତାହାଙ୍କ ପବିତ୍ର ରକ୍ତ ଆମ୍ଭମାନଙ୍କ ଭିତରେ ପ୍ରବାହିତ ହୁଏ, 피가 ତେଣୁ ଏହା ଏକ ଚିହ୍ନ ହୋଇଯାଏ। 해 주시니까 그것이 하나의 표가 되는 것입니다. କ'ଣ ଏହି କାରଣରୁ ନିସ୍ତାର ପର୍ବକୁ ପରିତ୍ରାଣର ଚିହ୍ନ କୁହାଯାଏ ନାହିଁ? 그러니 ଯେପରି ଆମେ 3500 ବର୍ଷ ପୂର୍ବେ ଯାତ୍ରାର ଇତିହାସରେ ଦେଖିପାରିବା, ଠିକ୍ ସେପରି ଯେଉଁମାନଙ୍କ ନିକଟରେ ଖ୍ରୀଷ୍ଟଙ୍କ ମାଂସ ଏବଂ ରକ୍ତ ଅଛି 재앙이 ସେମାନେ ବିପତ୍ତିରୁ ରକ୍ଷା ପାଇବା ପାଇଁ ନିଯୁକ୍ତ। ପରମେଶ୍ୱର ସେମାନଙ୍କୁ ବିପତ୍ତିରୁ ରକ୍ଷା କରିବାକୁ ଅନୁମତି ଏଥିପାଇଁ ଦିଅନ୍ତି 바로 କାରଣ ନୂତନ ନିୟମର ସତ୍ୟରେ ପରମେଶ୍ୱରଙ୍କ ପବିତ୍ର ମାଂସ ଓ ରକ୍ତ ଅଛି। 하나님의 보혈의 피가 담겨 있는 진리이기 때문입니다. ଏଥିପାଇଁ ଏହା ଜିରିମିୟା ଅଧ୍ୟାୟ 31ରେ ଲେଖାଯାଇଅଛି, ଆମ୍ଭେ ତୁମ୍ଭର ପରମେଶ୍ୱର ହେବା ଓ ତୁମ୍ଭେ ଆମର ଲୋକ ହେବ। ଏବଂ ନୂତନ ନିୟମରେ ସେହି ସମ୍ପର୍କକୁ ପିତାମାତା ଏବଂ ତାହାଙ୍କର ସନ୍ତାନ ଭାବରେ ଦେଖାଯାଏ। 고린도 후서 ଆସନ୍ତୁ ଆମ୍ଭେ ଦ୍ୱିତୀୟ କରନ୍ଥୀୟ ଅଧ୍ୟାୟ 6 ପଦ 16 ଦେଖିବା। ପ୍ରତିମା ସହିତ ଈଶ୍ୱରଙ୍କ ମନ୍ଦିରରେ କି ସମ୍ବନ୍ଧ? କାରଣ ଆମ୍ଭେମାନେ ଜୀବିତ ଈଶ୍ୱରଙ୍କର ମନ୍ଦିର ଅଟୁ। 전이라. ଯେପରି ଈଶ୍ୱର କହିଅଛନ୍ତି ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା 내가 저희 가운데 ଆଉ ସେମାନଙ୍କ ମଧ୍ୟରେ ଭ୍ରମଣ କରିବା, 저희에게 ଆମ୍ଭେ ସେମାନଙ୍କର କ'ଣ ହେବା? ସେମାନଙ୍କର ଈଶ୍ୱର ହେବା ଆଉ ସେମାନେ ଆମର ଲୋକ ହେବେ। 나의 ଏହି ବାକ୍ୟକୁ ଧ୍ୟାନରେ ରଖି ଏବଂ ପରବର୍ତ୍ତୀ ପଦ 18ର ସହିତ ତୁଳନା କରି ଆସନ୍ତୁ ଆମ୍ଭେ ଦେଖିବା କି ଏହି ସମ୍ପର୍କ କିପରି ପରିବର୍ତ୍ତନ ହୋଇଥାଏ। 피에게 아버지 ଆମ୍ଭେ ତୁମ୍ଭମାନଙ୍କର ପିତା ହେବା, ପୁଣି ତୁମ୍ଭେମାନେ ଆମର ପୁତ୍ର କନ୍ୟା ହେବ। ଯେଉଁ ନିର୍ଣ୍ଣାୟକ କାରକ ହେତୁ ସମ୍ପର୍କରେ ପରିବର୍ତ୍ତନ ହେଲା ତାହା ନୂତନ ନିୟମ। 새 언약을 통해서 ନୂତନ ନିୟମ ଦ୍ୱାରା ପରମେଶ୍ୱର ଆପଣା ପବିତ୍ର ମାଂସ ଏବଂ ବହୁମୂଲ୍ୟ ରକ୍ତକୁ ଆମ୍ଭଠାରେ ରଖିଲେ। 보혈을 넣어 주셨습니다. ଶେଷରେ ପରମେଶ୍ୱର ଏବଂ ଆମ୍ଭମାନଙ୍କ ମଧ୍ୟରେ ସମ୍ପର୍କ କ'ଣ? 사이가 됩니까? କ'ଣ ପରମେଶ୍ୱର ଏବଂ ତାହାଙ୍କ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଜଣେ ପିତା ଓ ତାହାଙ୍କ ସନ୍ତାନମାନଙ୍କ ମଧ୍ୟରେ ସମ୍ପର୍କ ପରିବର୍ତ୍ତନ ହୋଇନାହିଁ? 있지 않습니까? ଏହା ଏହି କାରଣରୁ ଯେ ପରମେଶ୍ୱର ଏହି ସମସ୍ତ ଲୋକମାନଙ୍କୁ ସ୍ୱର୍ଗ ରାଜ୍ୟରେ ବିଦେଶବାସ ହେବାକୁ ଅନୁମତି ଦିଅନ୍ତି। ବାଇବେଲ ସେହି ଲୋକମାନଙ୍କୁ ଯେଉଁମାନେ ସ୍ୱର୍ଗ ରାଜ୍ୟକୁ ଉତ୍ତରାଧିକାରୀରେ ପ୍ରାପ୍ତ କରିବେ ପ୍ରତିଜ୍ଞାର ସନ୍ତାନ ଭାବେ ବର୍ଣ୍ଣନା କରିଥାଏ। ଆସନ୍ତୁ ଆମେ ଗାଲାତୀୟ ପୁସ୍ତକ ଅଧ୍ୟାୟ 4 ପଦ 26 ସହିତ ଜାରି ରଖିବା। 오직 위에 있는 କିନ୍ତୁ ଉର୍ଦ୍ଧ୍ୱସ୍ଥ ଜେରୁସାଲେମ ସ୍ୱାଧୀନା, ସେ ଆମ୍ଭମାନଙ୍କ ଜନନୀ। 기록한 ଯେଉଁ ଲେଖା ଅଛି, ଆଗ ବନ୍ଧ୍ୟ ଓ ଅପ୍ରସୂତେ ଆନନ୍ଦ କର, ଆଗ ପ୍ରସବ ବେଦନା ରହିତେ 이는 ଉଚ୍ଚ ସ୍ୱରରେ ଜୟଧ୍ୱନି କର, କାରଣ ସଧବାର ସନ୍ତାନଠାରୁ ଅନାଥର ସନ୍ତାନ ଅଧିକ। 형제들아 너희는 ହେ ଭାଇମାନେ, ତୁମ୍ଭେମାନେ ଇସାକଙ୍କ ପରି ପ୍ରତିଜ୍ଞାର ସନ୍ତାନ। 속의 자녀라. କିନ୍ତୁ ଶାରୀରିକ ସ୍ୱଭାବ ଅନୁସାରେ ଯେ ଜାତ, ସେ ଯେପରି ସେ ସମୟରେ ଆତ୍ମାଙ୍କ ପ୍ରତିଜ୍ଞା ଅନୁସାରେ ଯେ ଜାତ ତାଙ୍କୁ ତାଡ଼ନା କରୁଥିଲା, ସେହିପରି ଏବେ ମଧ୍ୟ ଘଟୁଅଛି। 말하는요. ମାତ୍ର ଶାସ୍ତ୍ର କ'ଣ କୁହେ? ଦାସୀ ଓ ତାର ପୁତ୍ରକୁ ବାହାର କରିଦିଅ, କାରଣ ଦାସୀର ପୁତ୍ର ସ୍ୱାଧୀନ ସ୍ତ୍ରୀର ପୁତ୍ର ସହିତ ଉତ୍ତରାଧିକାରୀ ହେବ ନାହିଁ। 얻지 못하리라 하셨나니라. ଅତଏବ ହେ ଭାଇମାନେ, ଆମ୍ଭେମାନେ ଦାସୀର ସନ୍ତାନ ନୁହୁଁ। 의 자녀가 아니요. କାହା ସନ୍ତାନ? 어떤 자녀라고요? କିନ୍ତୁ ସ୍ୱାଧୀନ ସ୍ତ୍ରୀର ସନ୍ତାନ। 자의 자녀니라. 자유한 କ'ଣ ଏହାର ଅର୍ଥ ଏହା ନୁହେଁ କି ସ୍ୱାଧୀନ ସ୍ତ୍ରୀ ଯେ ଆମ୍ଭମାନଙ୍କ ମାତା ଅଟନ୍ତି ସମସ୍ତ ସନ୍ତାନ ପ୍ରତିଜ୍ଞା କରାଯାଇଥିବା ଉତ୍ତରାଧିକାରୀ ପ୍ରାପ୍ତ କରିବେ?
어머니의 କାରଣ ଦାସୀର ସନ୍ତାନ ମାତାଙ୍କ ସନ୍ତାନଙ୍କ ସହିତ ଉତ୍ତରାଧିକାରୀ ଭାଗ କରିବାକୁ ଚେଷ୍ଟା କରନ୍ତି। ତେଣୁ ପରମେଶ୍ୱର ସେମାନଙ୍କ ପଥକୁ ବନ୍ଦ କରନ୍ତି ଆଉ ସେହି ସମସ୍ତଙ୍କୁ ବାହାର କରନ୍ତି। ପରମେଶ୍ୱରଙ୍କ ରାଜ୍ୟର ଉତ୍ତରାଧିକାରୀ ଅନ୍ୟ କାହାରିକୁ ଦିଆଯିବ ନାହିଁ। କେବଳ ସେହି ସନ୍ତାନମାନେ ଯେଉଁମାନେ ନୂତନ ନିୟମରେ ରୁହନ୍ତି ଏବଂ ପିତା ଓ ମାତା ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି ସେମାନେ ଉତ୍ତରାଧିକାରୀକୁ ଭାଗ କରିବେ। ପରମେଶ୍ୱର କହିବେ, ରାଜକୁମାରୀ ଜ୍ୟୋତି ଏହା ଉତ୍ତରାଧିକାରୀ ଭାବେ ଗ୍ରହଣ କର। ରାଜକୁମାରୀ ଚାନ୍ଦିନୀ ତାହା ଉତ୍ତରାଧିକାରୀ ଭାବେ ଗ୍ରହଣ କର। ପରମେଶ୍ୱର ପ୍ରଥମରୁ ହିଁ ସବୁକିଛି ପ୍ରସ୍ତୁତ କରିଛନ୍ତି ଆଉ ବର୍ତ୍ତମାନ ସେ ଆମମାନଙ୍କୁ ଅପେକ୍ଷା କରିଛନ୍ତି। ଯେମିତି ମାଥିଉ ଅଧ୍ୟାୟ 7 ଏବଂ ପ୍ରକାଶିତ ବାକ୍ୟରେ ଉଲ୍ଲେଖ କରାଯାଇଛି, 하는 자들이나 କ'ଣ ଏହା ଭବିଷ୍ୟବାଣୀ କରାଯାଏ ନାହିଁ କି ଦୁଷ୍କର୍ମକାରୀ 자들과 ଏବଂ କୁକୁର, ମନ୍ତ୍ରବେତା, ବ୍ୟଭିଚାରୀ ଏବଂ ମିଥ୍ୟାବାଦୀ କେବେ ସ୍ୱର୍ଗରେ ପ୍ରବେଶ କରିପାରିବେ ନାହିଁ। 나가 놓으신 예언의 말씀이 있지 ଯେଉଁ ଦୁନିଆରେ ଅଧର୍ମାଚାରୀମାନେ କେବେ ପ୍ରବେଶ କରିପାରିବେ ନାହିଁ ତାହା ପରମେଶ୍ୱରଙ୍କ ରାଜ୍ୟ। 그런 나라가 କିନ୍ତୁ ଆମ୍ଭମାନଙ୍କ ପାଇଁ ପରମେଶ୍ୱର ସ୍ୱର୍ଗର ଦ୍ୱାର ବ୍ୟାପକ ଭାବରେ ଖୋଲି ଦେଇଛନ୍ତି। ଯେହେତୁ ଆପଣ ବିଦେଶବାସ ହେବା ପାଇଁ ଆବଶ୍ୟକତାକୁ ପୂରଣ କରନ୍ତି ଏବଂ ତାହା ପାଳନ କରନ୍ତି ଯାହା ପରମେଶ୍ୱର ଆମ୍ଭମାନଙ୍କୁ ପୃଥିବୀରେ ଶିଖାଇଛନ୍ତି, ତେବେ ଆପଣ ସମସ୍ତେ ପ୍ରବେଶ ଦ୍ୱାର ଦେଇ ଯାଇପାରିବେ। କ'ଣ ଆପଣ ପିତା ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି? ହଁ, ଅନୁମତି ଅଛି। କ'ଣ ଆପଣ ମାତା ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି? ହଁ, ଅନୁମତି ଅଛି। କ'ଣ ଆପଣ ନୂତନ ନିୟମର ସମସ୍ତ ସତ୍ୟକୁ ପାଳନ କରିଛନ୍ତି? ହଁ, ଅନୁମତି ଅଛି। ଏପରି କୌଣସି କାରକ ନାହିଁ ଯାହା ସ୍ୱର୍ଗ ରାଜ୍ୟ ପାଇଁ ଆମ୍ଭମାନଙ୍କୁ ବିଦେଶବାସ ହେବାକୁ ଅଯୋଗ୍ୟ କରିବ। ଏପରି ଏଥିପାଇଁ କାରଣ ପିତା ପରମେଶ୍ୱର ପୃଥିବୀକୁ ଆସିଲେ ଏବଂ ଆମ୍ଭମାନଙ୍କୁ ନିଜ ଶିକ୍ଷା ଦେଇଛନ୍ତି ଆଉ ମାତା ପରମେଶ୍ୱର ସେହି ଶିକ୍ଷା ଅନୁଯାୟୀ ଆମ୍ଭମାନଙ୍କୁ ପାଳନ ପୋଷଣ କରୁଛନ୍ତି। ଏଥିପାଇଁ ବାଇବେଲ ଆମ୍ଭମାନଙ୍କୁ ଯେଉଁ ସ୍ଥାନକୁ ପରମେଶ୍ୱର ଯାଆନ୍ତି ସେଠାରେ ତାହାଙ୍କୁ ଅନୁଗାମୀ ହେବାକୁ କହନ୍ତି। ଶେଷରେ ଆସନ୍ତୁ ଆମ୍ଭେ ପ୍ରକାଶିତ ବାକ୍ୟ ଅଧ୍ୟାୟ 22ରେ ଆଉ ଏକ ପଦ ଦେଖିବା। ଅଧ୍ୟାୟ 22 ପଦ 17। 가르침을 보시면 ଆତ୍ମା ଓ କନ୍ୟା ଅନ୍ୟ ଶବ୍ଦରେ ପିତା ପରମେଶ୍ୱର ଓ ମାତା ପରମେଶ୍ୱର କହନ୍ତି ଆସ। ପୁଣି ଯେ ଶୁଣେ ସେ କହୁ ଆସ। 할 것이요 목마른 ଯେ ତୃଷା ତ ସେ ଆସୁ, ଯେ ଇଚ୍ଛା କରେ ସେ ବିନା ମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ। 자하시더라고 했습니다. ଆତ୍ମା ଓ କନ୍ୟା କହନ୍ତି, 말씀하시기를 ଯେ କେହି ଆତ୍ମା ଓ କନ୍ୟାଙ୍କ ସ୍ୱର ଶୁଣେ ସେ ଆସୁ, ଯେ ତୃଷା ତ ସେ ଆସୁ, 목마른 자도 올 것이며 ଯେ ଇଚ୍ଛା କରେ ସେ ବିନା ମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ। 받아가라고 했습니다. ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 1 ଅନୁଯାୟୀ ଜୀବନଦାୟକ ଜଳର ନଦୀ କେଉଁଠାରେ ଅଛି? 있습니까? ତାହା ପରମେଶ୍ୱରଙ୍କ ରାଜ୍ୟରେ ଅଛି। 있습니다. କ'ଣ ଜୀବନଦାୟକ ଜଳ ନିଅ ର ଅର୍ଥ ଏହା ନୁହେଁ କି ସେମାନଙ୍କୁ ପରମେଶ୍ୱରଙ୍କ ରାଜ୍ୟରେ 있는 ପ୍ରବେଶ କରିବାର ଅଧିକାର ଦିଆଯିବ। 주어진다는 뜻 아니에요. ସେମାନଙ୍କୁ କାହା ପାଖକୁ ଆସିବା ଆବଶ୍ୟକ? 갔을 때요. ଯେତେବେଳେ ସେମାନେ ଆତ୍ମା ଓ କନ୍ୟାଙ୍କୁ ଖୋଜି ଏବଂ ସେମାନଙ୍କ ନିକଟକୁ ଆସନ୍ତି, ତାଙ୍କ ସହିତ ସାକ୍ଷାତ ହୁଅନ୍ତି 믿었어요. ଏବଂ ତାଙ୍କ ଉପରେ ବିଶ୍ୱାସ କରନ୍ତି, ତେବେ ସେମାନେ ଆପଣ ବିଦେଶବାସ ନିମନ୍ତେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାଗୁଡ଼ିକୁ ପୂରା କରିବାରେ ସକ୍ଷମ ହେବେ। ଧନ୍ୟବାଦ, ଆମ୍ଭମାନଙ୍କ ସିଓନର ସମସ୍ତ ସଦସ୍ୟମାନେ ଆବଶ୍ୟକତାଗୁଡ଼ିକୁ ପୂରା କରିଛନ୍ତି। ଆମ୍ଭେ ଅତୀତରେ କିଛି ନଥିଲୁ, କିନ୍ତୁ କେବଳ ସେହି ଆତ୍ମା ଥିଲୁ ଯିଏ ସ୍ୱର୍ଗରେ ପାପ କରିଥିଲା ଏବଂ ଯାହାକୁ ପୃଥିବୀରେ ପକାଯାଇଥିଲା। କିନ୍ତୁ ପିତା ଓ ମାତାଙ୍କ ଅନୁଗ୍ରହ ପାଇଁ ଧନ୍ୟବାଦ, ବର୍ତ୍ତମାନ ଆମ୍ଭମାନଙ୍କୁ ନୂତନ ନିୟମ ମାଧ୍ୟମରେ କ୍ଷମା କରାଗଲା ଏବଂ ନୂତନ ଜୀବନ ଦିଆଗଲା। ପିତା ଓ ମାତା ସମସ୍ତ ମାନବ ଜାତିକୁ ଡାକୁଛନ୍ତି ଯେ ଇଚ୍ଛା କରେ ସେ ଆମ୍ଭ ନିକଟକୁ ଆସ, ତଥାପି ଦୁନିଆର ଲୋକମାନେ ଆସିବାକୁ ସକ୍ଷମ ନୁହନ୍ତି। ଏହା ଏଥିପାଇଁ କାରଣ ସିଓନ ସ୍ୱର୍ଗର ସନ୍ତାନମାନଙ୍କ ପାଇଁ ଏକ ସ୍ଥାନ। 볼 수 없는 곳이 ଆପଣ ଭାବିପାରନ୍ତି ଯଦି ଆମ୍ଭେ ସେମାନଙ୍କୁ ପ୍ରଚାର କରିବା ତେବେ ସେମାନେ ଆସିପାରିବେ। 들어오면 돼. କିନ୍ତୁ ଯେଉଁମାନଙ୍କଠାରେ ଆମ୍ଭମାନଙ୍କ ପ୍ରଚାର ଶୁଣିବାକୁ କାନ ଅଛି କେବଳ ସେମାନେ ଆସିପାରିବେ। 우리는 ଆପଣ ଭାବିପାରନ୍ତି କ'ଣ ଏହା ଶୁଣିବା ଏବଂ ବୁଝିବା ପାଇଁ ସରଳ ନୁହେଁ? 합니다만 କିନ୍ତୁ ବାସ୍ତବରେ ଆତ୍ମିକ ଦୁନିଆରେ ଜିନିଷଗୁଡ଼ିକ ସେପରି କାମ କରେ ନାହିଁ। 세계 구조입니다. ଆମ୍ଭମାନଙ୍କ ସମସ୍ତ ସିଓନର ସଦସ୍ୟ ଯେଉଁମାନେ ନୂତନ ନିୟମର ସତ୍ୟକୁ ପାଳନ କରୁଛନ୍ତି ସମସ୍ତେ ବିଦେଶବାସ ହେବା ପାଇଁ ଯୋଗ୍ୟ ଅଟନ୍ତି। କେଉଁ ଦେଶରେ ବିଦେଶବାସ ହେବାର ଅଛି? ଯଦିଓ ଦୁନିଆରେ ଅଗଣିତ ଦେଶ ଅଛି ଏବଂ ବ୍ରହ୍ମାଣ୍ଡରେ ଅନେକ ଜଗତ ଅଛି, କିନ୍ତୁ ଆମ୍ଭମାନଙ୍କୁ ପିତା ଓ ମାତାଙ୍କ ରାଜ୍ୟରେ ବିଦେଶବାସ ହେବା ଆବଶ୍ୟକ, ଯେଉଁଠାରେ ଗୌରବ, ଅନୁଗ୍ରହ ଏବଂ ଅନନ୍ତ ଆଶୀର୍ବାଦ ପ୍ରବାହିତ ହୁଏ। 천국 ପରମେଶ୍ୱର ସ୍ୱୟଂ ନିଶ୍ଚିତ କରିଛନ୍ତି କି ଆମ୍ଭେ ତାଙ୍କ ରାଜ୍ୟରେ ବିଦେଶବାସ ହେବା ପାଇଁ ଆବଶ୍ୟକତାଗୁଡ଼ିକୁ ପୂରା କରିସାରିଛୁ ଏବଂ ଏହା ଉପରେ ମୁଦ୍ରାଙ୍କିତ କରି ଆପଣ 100% ଅନୁମୋଦନ ଦେଇଛନ୍ତି। ପରମେଶ୍ୱର କହନ୍ତି, 감사한 일이 ଆପଣ ସମସ୍ତେ ସ୍ୱର୍ଗୀୟ ଦେଶରେ ପ୍ରବେଶ କରିପାରିବେ। 영광과 ଆମ୍ଭ ସମସ୍ତଙ୍କୁ ଏହା ପାଇଁ ବାସ୍ତବରେ କୃତଜ୍ଞ ହେବା ଉଚିତ। ସିଓନର ସନ୍ତାନଙ୍କ ଭାବରେ ଆସନ୍ତୁ ଆମ୍ଭେ ଶେଷ ପର୍ଯ୍ୟନ୍ତ ସ୍ୱର୍ଗର ଅନନ୍ତ ରାଜ୍ୟର ଆଶାକୁ ଧରି ରଖି ପରମେଶ୍ୱରଙ୍କୁ ସର୍ବଦା ନିମନ୍ତେ ଗୌରବ, ସ୍ତୁତି ଏବଂ ଧନ୍ୟବାଦ ଦେବା। 이민을
ବର୍ତ୍ତମାନ ଆମ୍ଭେ ସବୁଠାରୁ ଅଦ୍ଭୁତ ଦେଶରେ ବିଦେଶବାସ ହେବାକୁ ପ୍ରସ୍ତୁତ। 보내주시는 데 ଏପରି ଅଦ୍ଭୁତ ଦୁନିଆର ପଥରେ 웬 말입니까? କିଏ ସମ୍ଭବତଃ ଅସନ୍ତୋଷ ହୋଇପାରିବ? 웬 말입니까? କିଏ ସମ୍ଭବତଃ ଅଭିଯୋଗ କରିପାରିବ? 감사가 ଆମ୍ଭମାନଙ୍କ ଓଠରୁ ଆସୁଥିବା ପ୍ରତ୍ୟେକ ଶବ୍ଦକୁ କୃତଜ୍ଞତା ଏବଂ ଆନନ୍ଦରେ ପରିପୂର୍ଣ୍ଣ ହେବା ଉଚିତ। ଆମ୍ଭେ ଚିତ୍କାର କରିବା ଉଚିତ, ମୁଁ ବହୁତ ଉତ୍ସାହିତ ଅଛି। ହାଲେଲୁୟା! ପରମେଶ୍ୱର ମୋତେ ଏହି ମହାନ ସୌଭାଗ୍ୟ ଦେଇଛନ୍ତି। ସମଗ୍ର ବ୍ରହ୍ମାଣ୍ଡରେ ସମସ୍ତ ଆତ୍ମିକ ପ୍ରାଣୀ ମୋତେ କେତେ ଈର୍ଷା କରିବେ। ଯେତେବେଳେ ମୁଁ ସ୍ୱର୍ଗକୁ ଯିବି, ମୁଁ ପିତରଙ୍କୁ ଭେଟିବି ଏବଂ ପ୍ରେରିତ ପାଉଲଙ୍କ ଠାରୁ ଶୁଣିବି ଯେ ସେ କେତେ ଯନ୍ତ୍ରଣା ଦେଇ ଗଲେ। କ'ଣ ଆମ୍ଭମାନଙ୍କୁ ଶୀଘ୍ର ବିଶ୍ୱାସର ପୂର୍ବପୁରୁଷମାନଙ୍କୁ ସାକ୍ଷାତ କରିବାର ସୁଯୋଗ ମିଳିବ ନାହିଁ? 열리게 되어 있지 않습니까? ଯେତେବେଳେ ଆମ୍ଭେ ସ୍ୱର୍ଗରେ ବିଦେଶବାସୀ ହେବା, ତେବେ ଯାହା ଆମ୍ଭେ ଚାହିଁବା ତାହା କରିବାକୁ ପରମେଶ୍ୱର ଆମ୍ଭମାନଙ୍କୁ ଅନୁମତି ଦେବେ। ଏଥିପାଇଁ ଆସନ୍ତୁ ଆମ୍ଭେ ସ୍ୱର୍ଗ ରାଜ୍ୟ ଆଡ଼କୁ ଦେଖି ବିଶ୍ୱାସର ପଥରେ ଉତ୍ସାହର ସହିତ ଦୌଡ଼ିବା। 모든 세계가 되어 주실 것을 부탁드립니다. ଏହାଦ୍ୱାରା ମୁଁ ଆଜିର ଉପଦେଶକୁ ସମାପ୍ତ କରିବାକୁ ଚାହିଁବି। ଆପଣଙ୍କୁ ବହୁତ ଧନ୍ୟବାଦ।